ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଓ ସୁଶାସନ ଦିବସ ପାଳିତ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ସୁଶାସନ ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଫାଲ୍ଗୁନୀ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍ ପ୍ରକାଶ ରାଓ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ବରିଷ୍ଠ ନାଗରିକ ବିନୋଦ ଚନ୍ଦ୍ର ଜେନା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ପୃଥ୍ୱୀରାଜ ମଣ୍ଡଳ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଜପତି ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତ ଅତିଥିଗଣ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଭଳି ଜନନାୟକ ଦେଶରେ ବିରଳ ବୋଲି ଅଭିହିତ କରିଥିଲେ। ବାଜପେୟୀଙ୍କ ଶାସନ କାଳରେ ଦେଶରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ସେବା ଓ ଗଣତନ୍ତ୍ରକୁ ଏକ ନୂତନ ଦିଗ୍ଦର୍ଶନ ଦେଇଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ପୃଥ୍ୱୀରାଜ ମଣ୍ଡଳ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବାଜପେୟୀ ଜଣେ ସାହିତ୍ୟିକ, କବି, ରାଷ୍ଟ୍ରନୀତିଜ୍ଞ, ରାଜନୈତିଜ୍ଞ ଏବଂ ଉଚ୍ଚକୋଟୀର ମାନବବାଦ ଚିନ୍ତାଧାରା ଆମ ସମସ୍ତଙ୍କର ପ୍ରେରଣା ହୋଇ ରହିଥିବେ। ସେହିପରି ଗାଁ, ଜିଲ୍ଲା ଓ ଦେଶର ସମସ୍ତ ଜନସାଧାରଣ ମିଳିମିଶି କାମ କଲେ ଜିଲ୍ଲା ଓ ଦେଶ ବିକାଶ ହୋଇପାରିବ ବୋଲି କହିଥିଲେ। ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଫାଲ୍ଗୁନୀ ମାଝୀ କହିଥିଲେ, ବାଜପେୟୀଙ୍କ ଶାସନ କାଳରେ ଭାରତର ଭିତ୍ତିଭୂମି, ବୈଦେଶିକ ନୀତି ଏବଂ ଅର୍ଥନୀତିକୁ ଆଧୁନିକୀକରଣ କରିବା ପାଇଁ ତାଙ୍କର ନେତୃତ୍ୱ ଏବଂ ଅଦମ୍ୟ ଉତ୍ସାହ ସହ ଏକ ଆଧୁନିକତା ସମୃଦ୍ଧ ଭାରତ ପାଇଁ ବିଶେଷ ଭାବରେ ଶିକ୍ଷା, ସଡ଼କ, ସ୍ୱାସ୍ଥ୍ୟ ଏବଂ ଜାତୀୟ ନିରାପତ୍ତା ଭଳି କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସାର୍ କ'ଣ କହିବେ ଆଜି ଯେଉଁ ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ ରହିଛି ଆପଣ କ'ଣ କହିବେ? ଦିବଂଗତ ଭାରତର ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଆଜି ଜନ୍ମ ଶତବାର୍ଷିକୀ। ତତ୍ସଙ୍ଗେ ସଙ୍ଗେ ଆଜି ଗୁଡ୍ ଗଭର୍ଣ୍ଣାନ୍ସ ଡେ ମଧ୍ୟ ପାଳନ ହୋଇଛି ଆମର ଏହି ଗଜପତିରେ। ଏବଂ ଆଜିର ଏହି ଦିନରେ ତାଙ୍କର ସ୍ମୃତିଚାରଣ ହୋଇଥିଲା। ତାଙ୍କର ଆତ୍ମଜୀବନୀ ଉପରେ ସମସ୍ତେ ଆଲୋକପାତ କରିଥିଲେ ଏବଂ ସେ କେତେ ରାଷ୍ଟ୍ରଭକ୍ତ, ଜଣେ ଜନନାୟକ ଏବଂ ଗୁଡ଼େ ପଲିଟିକାଲ ଲିଡର ହିସାବରେ ସେ ଯେତିକି ଜଣାଶୁଣା ତା ଉପରେ ସମସ୍ତେ ଆଲୋକପାତ କରିଥିଲେ। ଏବଂ ଏହି ପରିପ୍ରେକ୍ଷୀରେ ଗଜପତିର ସମସ୍ତ ବରିଷ୍ଠ ନାଗରିକ, ବିଶିଷ୍ଟ ଶିକ୍ଷାବିତ୍ ମାନେ, ଛାତ୍ରଛାତ୍ରୀ ଏବଂ ପ୍ରଶାସନ ତରଫରୁ ସମସ୍ତ ଅଧିକାରୀମାନେ ଏଠି ଯୋଗଦାନ ଦେଇଥିଲେ। ଏବଂ ଆଜିର ଦିନକୁ କେମିତି ତାଙ୍କର ଆଦର୍ଶକୁ କେମିତି ଆମେ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ କେମିତି ସୁଶାସନକୁ ଆହୁରି ମଜବୁତ କରିବା ଏବଂ ଭାରତକୁ କେମିତି ଏକ ନମ୍ବର ଦେଶ ହିସାବରେ ପରିଗଣିତ କରିବା, ସେଥିପାଇଁ ଆମେ ସମସ୍ତେ ଚେଷ୍ଟିତ ହେବା ଉଚିତ। ଏବଂ ତାରି ଉପରେ ସମସ୍ତେ ଆଲୋକପାତ କରିଥିଲେ ଏବଂ ଆଜିର ଏହି ଦିନଟି ସେଭଳି ବହୁତ ଭଲରେ କରିଥିଲା। ମହାମାନ୍ୟ ଅଟଳ ବିହାରୀ ବାଜପେୟୀଙ୍କର ପୁଣ୍ୟ ଜନ୍ମତିଥି 100 ବର୍ଷର ଆଜି ଜନ୍ମ ଶତବାର୍ଷିକୀ ପାଳନ କରାଯାଉଛି। ଏହି ଅବସରରେ ଆମେ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ସୁଶାସନ ଦିବସ ଭଳି ଆମେ ଏହି ଦିବସ ପାଳନ କରୁଛନ୍ତି। ଗଜପତି ଜିଲ୍ଲାର ବହୁତ ବୁଦ୍ଧିଜୀବୀ, ଅନେକ ଛାତ୍ରଛାତ୍ରୀ ଏବଂ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ହୋଇ ତାଙ୍କର ଜୀବନୀ ଗାଥା ସ୍ମୃତିଚାରଣ କରିବା ସହିତ ସୁଶାସନକୁ କେମିତି ପ୍ରତିଫଳିତ କରିଛନ୍ତି ଏବଂ କ'ଣ ସୁଶାସନର ମୁଖ୍ୟ ରୂପରେଖ ରହିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି। ବହୁତ ମାତ୍ରାରେ ଲୋକଙ୍କର ଉତ୍ସାହ ଉଦ୍ଦୀପନା ଦେଖି ନିଶ୍ଚିତ ଖୁସି ବି ଲାଗୁଛି ଏବଂ ଶ୍ରୀଯୁକ୍ତ ବାଜପେୟୀଙ୍କର ମହାନ ଜନନାୟକ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଆଜି ଆମ ଜିଲ୍ଲା ପ୍ରଶାସନ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ତାଙ୍କର ପୁଣ୍ୟତିଥିରେ ତାଙ୍କର ଅମରତ୍ୱର ଶତକୃତି କରି ବହୁତ ପ୍ରଣାମ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।